ଆପଣଙ୍କର ରେସନ କାର୍ଡ଼ ଅଛି ତାହେଲେ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନଙ୍କୁ ନିହାତି ଦେଖିବା ଜରୁରୀ, ଯାହାକି ଏଠି ଲାଗିଛି ଯେ ଦେଖନ୍ତୁ ଆମ ଓଡ଼ିଶାର ଲୋଗୋ, ଓଡ଼ିଶା ଶାସନ ଆଉ ନୋଟିସ୍ ଆସିଛି ଯାହାକି ରେସନ କାର୍ଡ଼କୁ ନେଇ। ତେବେ ରେସନ କାର୍ଡ଼ର ଯେଉଁମାନଙ୍କର ଅଛି ସେମାନେ ଏହି ଡେଟ୍ରୁ ଏହି ଡେଟ୍ ପର୍ଯ୍ୟନ୍ତ ନ କଲେ ରେସନ କାର୍ଡ଼ କ'ଣ ହେବାକୁ ଯାଉଛି, କଟିଯିବା ସହ ରେସନ କାର୍ଡ଼ ଯଦି ଆପଣଙ୍କର ଅଛି ତାହେଲେ ଏ ନୋଟିସ୍ଟିକୁ ଭଲ ଭାବରେ ଦେଖନ୍ତୁ। ମୁଁ ଆପଣମାନଙ୍କୁ ବୁଝାଇ ଦେଉଛି କ'ଣ କରିବାକୁ ପଡ଼ିବ, କେଉଁଠି ଆପଣମାନେ ଏହାକୁ କରିବେ, ଡିଟେଲ୍ସ ଜାଣିପାରିବେ। ଆଉ ଏ ନୋଟିସ୍ଟା ଆପଣମାନେ କେଉଁଠୁ ପାଇବେ, ମୁଁ ଟେଲିଗ୍ରାମରେ ଦେଇଦେଇଛି, ମୋର ଲିଙ୍କ୍ ଡେସ୍କ୍ରିପସନ୍ ବକ୍ସରେ ରହିଛି, ଯାଇକି ଡାଇରେକ୍ଟ ଓପନ୍ କରିପାରିବେ, ଦେଖିପାରିବେ ନୋଟିସ୍। ଆଉ ଆପଣଙ୍କ ସାଙ୍ଗସାଥୀଙ୍କ ସହ ମଧ୍ୟ ଏହାକୁ ସେୟାର କରିପାରିବେ। ତେବେ ଆମର ଏଇଟା ଓଡ଼ିଶା ଶାସନର ଲୋଗୋ ମଧ୍ୟ ଲାଗିଛି, ନୋଟିସ୍ ମଧ୍ୟ ଆସିଛି। ତେବେ ଏତଦ୍ୱାରା ରେସନ କାର୍ଡ଼ଧାରୀ ପରିବାର ସମସ୍ତ ହିତାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ରେସନ କାର୍ଡ଼ରେ ଥିବା ସମସ୍ତ ସଦସ୍ୟମାନଙ୍କର ଇକେୱାଇସି କାର୍ଯ୍ୟ ଆଧାର ସଂଯୋଗୀକରଣ ଦ୍ୱାରା ଅନଲାଇନ୍ ମାଧ୍ୟମରେ ପୋସ୍ ମେସିନ୍ ଜରିଆରେ କରାଯିବ। ତେବେ ଇକେୱାଇସି କରାଯିବ, ଯାହାକି ରେସନ କାର୍ଡ଼କୁ ଇକେୱାଇସି କରନ୍ତୁ ଶୀଘ୍ର, ଆଉ ଆଧାର କାର୍ଡ଼ ସହ ତାହାକୁ ଲିଙ୍କ କରିବେ ଅନଲାଇନ୍ ମାଧ୍ୟମରେ, ସେଇଟା ବି ପୋସ୍ ମେସିନ୍ ଜରିଆରେ। ଏ ମେସିନ୍ କେଉଁଠି ଅଛି ଆଉ କେଉଁଠି ଯିବାକୁ ପଡ଼ିବ ସେଇଟା ମଧ୍ୟ ମୁଁ କହିଦେବି ଦେଖନ୍ତୁ। ତେଣୁ ଧାର୍ଯ୍ୟ ତାରିଖ ଦିନ ଆଉ ନିଜ ରାସନ କାର୍ଡ଼ ସହ ପରିବାରର ସମସ୍ତ ସଦସ୍ୟଙ୍କର ଆଧାର କାର୍ଡ଼ ରେସନ ଡିଲରଙ୍କ ପାଖକୁ ଯାଇ ଇକେୱାଇସି କାର୍ଯ୍ୟ କରାଇ ନେବାକୁ ଜଣାଇ ଦିଆଗଲା ଏବଂ ଏହା ବ୍ୟତୀତ ଏହା ବାଧ୍ୟତାମୂଳକ ଅଟେ। ଯେଉଁ ସଦସ୍ୟଙ୍କର ଇକେୱାଇସି କାର୍ଯ୍ୟ କରା ନଯିବ ସେମାନଙ୍କର ନାମ ରେସନ କାର୍ଡ଼ରୁ କଟିଯିବା ସହ ରେସନ କାର୍ଡ଼ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ। ତେବେ ଜାଣିପାରିଲେ ତ ଆପଣମାନେ ଏଠି ଇକେୱାଇସି ଯାହାକି ଆପଣଙ୍କ ଫ୍ୟାମିଲିରେ ଯାହାକି ଗୋଟିଏ ରେସନ କାର୍ଡ଼ରେ କେତେ ଜଣଙ୍କର ନାଁ ରହିଛି ସେଇଟା ତ ଆପଣମାନେ ଜାଣିଛନ୍ତି। ସେମାନଙ୍କର ସମସ୍ତ ଆଧାର କାର୍ଡ଼ ନେଇକି ଯିବେ ଡିଲରଙ୍କ ପାଖକୁ, ଯାହାକି ଆପଣଙ୍କ ପଞ୍ଚାୟତର ଯେ ଡିଲର ଅଛନ୍ତି ତାଙ୍କ ପାଖକୁ, ଆଉ ଇକେୱାଇସିର ଯାହାକି କହିବେ ଯେ ଆମ ଇକେୱାଇସି କରିଦିଅନ୍ତୁ। ତାପରେ ସେମାନଙ୍କର ଯଦି ଇକେୱାଇସି କାର୍ଯ୍ୟ କରା ନଯିବ ତେବେ ସେମାନଙ୍କର ରାସନ କାର୍ଡ଼ରୁ ନାମ କଟିଯିବ, ତା ସହ ରେସନ କାର୍ଡ଼ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ, ଆଉ ରେସନ କାର୍ଡ଼ରୁ ରାସନ ମିଳିବ ନାହିଁ। ଆଉ ତେବେ ଇକେୱାଇସି କାର୍ଯ୍ୟ କେଉଁ ତାରିଖରୁ କେଉଁ ତାରିଖ ଆପଣମାନେ ଦେଖିପାରୁଥିବେ, 22 ଅଗଷ୍ଟରୁ ଚାଲିଛି। ଏହା 22/8/2024 ଠାରୁ କେତେ ତାରିଖ ପର୍ଯ୍ୟନ୍ତ, 25 ସେପ୍ଟେମ୍ବର, ଯାହାକି 25/9/2024 ପର୍ଯ୍ୟନ୍ତ ଚାଲୁ ରହିବ। ତେବେ ଏହାରି ଭିତରେ ଆପଣମାନଙ୍କୁ କରିବାକୁ ପଡ଼ିବ, ଆଉ ଏହାକୁ ଅତି ଜରୁରୀ ମାନେ କରିବେ। ଆଉ ଖାଦ୍ୟ ଯୋଗାଣ ଖାଉଟି ଓ ଖାଉଟି କଲ୍ୟାଣ ବିଭାଗରୁ ଏହା ନୋଟିସ୍ ଆସିଛି। ତେବେ ଏଇଟା ରିଏଲ୍, ଆଉ ଆପଣଙ୍କୁ କୌଣସି ଫେକ୍ ବି ନୁହଁ। ଆପଣମାନେ ଦେଖିପାରୁଥିବେ ଓଡ଼ିଶା ଲୋଗୋ ମଧ୍ୟ ଲାଗିଯାଇଛି। ଆଉ ଇକେୱାଇସି ପାଇଁ ସମସ୍ତ ଚ୍ୟାନେଲରେ ମଧ୍ୟ ଅପଲୋଡ଼ ହେଉଛି ଭିଡ଼ିଓ, ଇକେୱାଇସି କରିନିଅନ୍ତୁ। ଆଉ ଏବେ ମେରା ରେସନ ଯାହାକି ରେସନ କାର୍ଡ଼ 2.0 ଆସିଛି, ତାର ଭିଡ଼ିଓ ମଧ୍ୟ ମୁଁ ଆପଣମାନଙ୍କୁ ନେଇକି ଆସିବି। ବହୁତ ଜଣଙ୍କର ଲଗଇନ୍ ହେଉନି, ଆଧାର କାର୍ଡ଼ ଡାଲିଲେ କି ରେସନ କାର୍ଡ଼ ଡାଲିଲେ ବି ହେଉନି। ତେବେ ସେମାନେ କେମିତି ଲଗଇନ୍ କରିବେ ତାର ଭିଡ଼ିଓ ମଧ୍ୟ ନେଇକି ଆସିବି, ଆପଣମାନେ ଶୀଘ୍ର ଆସିବ। ସେଇଟା ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ। ଏଇ ନୋଟିସ୍ ପାଇବେ କେଉଁଠି, ଆମର ଟେଲିଗ୍ରାମ ଚ୍ୟାନେଲରେ, ଆଉ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ଓକେ ଓଡ଼ିଆ ଟେକ୍।